ମୁଁ ଗୁଡୁ ଆପଣଙ୍କ କ୍ଷେତ୍ର କଥା ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଜାଣିବା କିପରି ମଣ୍ଡି ପାଇଁ ଆପଣ ରେଜିଷ୍ଟ୍ରେସନ୍ କରିପାରିବେ। ଆମର ନ୍ୟୁଜ୍ ବା ଗଣମାଧ୍ୟମ ଦ୍ୱାରା ଜଣାଯାଇଛି ଯେ ଆପଣମାନେ 19 ତାରିଖ ମାନେ ଆଜିଠାରୁ ଆପଣ ଖରିଫ ଋତୁ ଧାନ ପାଇଁ ପଞ୍ଜୀକରଣ କରିପାରିବେ। ଆପଣ ଯାଇ ଆପଣଙ୍କ ସମବାୟ ଯେଉଁ ସୋସାଇଟି ଆପଣଙ୍କର ଅଛି ସେଠାରେ ବୁଝନ୍ତୁ। ସେଠାରେ ଆପଣଙ୍କୁ ନିଶ୍ଚୟ କହିବେ ଯେ କେବେଠାରୁ ଆରମ୍ଭ ହେଉଛି, କେମିତି ଆରମ୍ଭ ହେଉଛି, କ'ଣ ଡକୁମେଣ୍ଟ। କିନ୍ତୁ ମୁଁ ଜାଣିବାରେ ଆପଣ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ନେଇକି ଯାଆନ୍ତୁ। ଚାଷୀ ପଞ୍ଜୀକରଣ ପାଇଁ ଆଧାର କାର୍ଡ଼ ନିହାତି ଆବଶ୍ୟକ। ଆପଣମାନେ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ନେଇକି ଯାଆନ୍ତୁ। ଆପଣଙ୍କର ଜମି ପଟ୍ଟାକୁ ବି ନେଇକି ଯାଇଥାନ୍ତୁ, ଜେରକ୍ସ ମଧ୍ୟ ନେଇପାରିବେ ଆପଣ। ଆଉ ଆପଣ ଖରିଫ ଋତୁ ପାଇଁ ରେଜିଷ୍ଟ୍ରେସନ୍ କରିବା ପାଇଁ ମାନେ ଆଗାମୀ ପୂର୍ବ ବର୍ଷ ଯେଉଁ ଧାନ ମାନେ ଅସୁବିଧା ହେଲା, ଗଜା ହେଇଗଲା, ଥୁଆ ହୋଇକା ଧାନ ଯାଇପାରିଲାନି, ସେଥିପାଇଁ ରାଜ୍ୟ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି କି ସେଠାରୁ କେମିତି ଆପଣ ମାନେ ବଞ୍ଚିପାରିବେ ସେଇ ଯେଉଁ ଭୁଲ ଗୁଡ଼ିକ ହେଇଛି ସେଠାରୁ। ଆଉ ଆମର ଖରିଫ ଋତୁ ପାଇଁ ରେଜିଷ୍ଟ୍ରେସନ୍ ହେଉଛି ମଣ୍ଡି ପାଇଁ 19 ଜୁଲାଇରୁ ଆରମ୍ଭ ହୋଇଯାଉଛି, ଅଗଷ୍ଟ 20 ପର୍ଯ୍ୟନ୍ତ ଏହା ରହିବ। ଆପଣ ଏଇତିକ ଦିନ ମଧ୍ୟରେ ଯେଉଁ ଦିନ ମଧ୍ୟ ଆପଣ କରିପାରିବେ ଯାଇକି ରେଜିଷ୍ଟ୍ରେସନ୍। ଆଉ ଧାନ ଆମର ନଭେମ୍ବର ମାସରୁ ଉଠିବା ଆରମ୍ଭ, ପ୍ରଥମ ସପ୍ତାହରୁ ଉଠିବା ଆରମ୍ଭ ହେବ ମାର୍ଚ୍ଚ ମାସ ପର୍ଯ୍ୟନ୍ତ। ପ୍ରଥମେ ଯେପରି ପୂର୍ବବର୍ଷ ମାନଙ୍କରେ ଯେପରି ଆପଣ ପ୍ରଥମେ ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହେଉଥିଲା, ଏବର୍ଷ ମଧ୍ୟ ସେଇ ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହେବ। ଆଉ ଆମର ଏଥର ମଧ୍ୟ ମିନିମମ୍ ସପୋର୍ଟ ପ୍ରାଇସ୍ ବା ଯେଉଁଟା ଆମର ଆସୁଥିଲା ଇନପୁଟ୍ ସହାୟତା, ସେଇଟା ମଧ୍ୟ ଆସିବ। ଆଉ ଏଥର 100% ଫିଲ୍ଡ ଭେରିଫିକେସନ୍ ହେବ, ଭ୍ୟାଲିଡେସନ୍ ମଧ୍ୟ ହେବ। କେମିତି ମାନେ ଆମର ଧାନ କେମିତି ବଢ଼ୁଛି, ମାନେ କେତେ ୟୁରିଆ ଏରିଆ ଆପଣ ମାନେ ଚାଷ କରିଛନ୍ତି, ସେଗୁଡ଼ାକ ସବୁ ସାଟେଲାଇଟ୍ ଦ୍ୱାରା ଦେଖିପାରିବେ ସରକାର। ଆଉ ଆମର ପୂର୍ବରୁ SMS ମଧ୍ୟ ଯେତେବେଳେ ଧାନ ଆପଣ ଦେବେ ତା ପୂର୍ବରୁ କିଛି ଦିନ ପୂର୍ବରୁ ଆପଣଙ୍କ ପାଖକୁ SMS ଆସିବ ଭାରି, ମାନେ ଧାନ କେଉଁ ତାରିଖରେ ଦେବେ, କେତେ ପରିମାଣରେ ଆପଣ ଧାନ ଦେଇପାରିବେ, କେତେ କୁଇଣ୍ଟାଲ ଧାନ, ସେଇଟାକୁ SMS ମାଧ୍ୟମରେ କିଛି ଦିନ ପୂର୍ବରୁ ମଧ୍ୟ ପୂର୍ବ ପରୀକ୍ଷା ଆପଣଙ୍କୁ ଜଣାଇ ଦିଆଯିବ। ଆଉ ଏଥର ଧାନ ରେଟ୍ ବଢ଼ିଛି। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ଆସିଥିବା ମିନିମମ୍ ରେଟ୍ଟା ହେଲା 2369 ମାନେ ସମସ୍ତଙ୍କ ପାଇଁ। ଆଉ ଯେଉଁଟା ଗ୍ରେଡ୍ ଏ ଧାନ ଏଇଟା ହେଲା 2389 ଟଙ୍କା ଧାନଟା। ସମସ୍ତଙ୍କ ତ ଗ୍ରେଡ୍ ଏ ଧାନ ହୋଇନଥାଏ, କିନ୍ତୁ କମନ୍ ଧାନ ପ୍ରାୟ ସମସ୍ତଙ୍କର 2369 ଟଙ୍କାରେ ଯିବ ଏଥର। ଆଉ ମିନିମମ୍ ସପୋର୍ଟ ପ୍ରାଇସ୍ ଓଡ଼ିଶାରେ ମିଶି ଆମକୁ 2170 ଟଙ୍କା ମିଳିବ, 3170। ଆଉ ଏଥର 69 ଟଙ୍କା ବଢ଼ିଛି, ଆପଣମାନେ ବି ଜାଣିଥିବେ, ମଝିରେ ଡିକ୍ଲେୟାର କରିଥିଲେ ଗଭର୍ଣ୍ଣମେଣ୍ଟ। ଆଉ ଅଣ୍ଡର କୃଷି ସମୃଦ୍ଧି ଯୋଜନାରେ ଓଡ଼ିଶା ଗଭର୍ଣ୍ଣମେଣ୍ଟ 3100 ଟଙ୍କା ଆମକୁ ଦେବେ, ଆପଣମାନେ ଜାଣିଛନ୍ତି। ତାପରେ ଆମର ସେଇପରି ଡାଇରେକ୍ଟ ଅନଲାଇନ୍କୁ ପଇସା ଆସିବ ଭାରି, ଆପଣ ଯେଉଁ ପାସବୁକ୍ ବା ଆକାଉଣ୍ଟ ନମ୍ବର ଦେଇଥିବେ ସେଠାକୁ 48 ଘଣ୍ଟା ମଧ୍ୟରେ ପଇସା ଆସିବ ଭାରି। ଆଉ ଆପଣ ଯଦି ରେଜିଷ୍ଟ୍ରେସନ୍ ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ PDS ଓଡ଼ିଶା ପୋର୍ଟାଲରେ ଯାଇକି ଆପଣଙ୍କ ରେଜିଷ୍ଟ୍ରେସନ୍ ଯେଉଁ କରିଛନ୍ତି ତା ବିଷୟରେ ଷ୍ଟାଟସ୍ ଚେକ୍ କରିପାରିବେ। ଆପଣ ଚାହିଁଲେ ଆପଣ ଯାଇକି ମଧ୍ୟ ଦେଖିପାରିବେ ସେଇ ଜିନିଷ ଗୁଡ଼ିକ। ଆଉ ଆମ ଭିଡ଼ିଓ କେମିତି ଆପଣଙ୍କୁ ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ। ଆମେ ଯେତେ ଜଲ୍ଦି ଆମ ପାଖକୁ ଫର୍ମଟି ଆସିବ ସେତେ ଜଲ୍ଦି ଆମେ ଆପଣଙ୍କ ପାଇଁ ଆଉ ଗୋଟିଏ ଭିଡ଼ିଓ ନେଇ ଆସିବୁ, କେମିତି ଫର୍ମକୁ ଫିଲ୍ଅପ୍ କରନ୍ତି। ସେ ଦେଖିବା ପାଇଁ ଫର୍ମ କେମିତି ଫିଲ୍ଅପ୍ ହେଉଛି ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଭିଡ଼ିଓ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ। ଆମେ ଆପଣଙ୍କ ପାଇଁ ଏମିତି ଭଲ ଭଲ ଭିଡ଼ିଓ ଆଣିବାକୁ ଚେଷ୍ଟା କରୁଛୁ। ରହୁଛି, ନମସ୍କାର। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ।